ଆଜି ଆମେ ପଢିବା ସଂସ୍କୃତ ସାହିତ୍ୟର ଇତିହାସ ବାଣଭଟ୍ଟଙ୍କ ବିଷୟରେ। ବାଣଭଟ୍ଟଙ୍କୁ ଗଦ୍ୟକବି ସମ୍ରାଟ ବୋଲି କୁହାଯାଏ। ତାଙ୍କର ନିବାସ ସ୍ଥାନ ପ୍ରୀତିକୁଟ ଗ୍ରାମ ସୋଣ ନଦୀ ନିକଟରେ, ବର୍ତ୍ତମାନ ଯାହା ଶାହାବାଦ ଆରା ବିହାରରେ ସ୍ଥିତ। ପିତା ହେଲେ ଚିତ୍ରଭାନୁ, ମାତା ରାଜଦେବୀ, ପିତାମହ ଅର୍ଥପତି, ପତ୍ନୀ କବି ମୟୂର ଭଟ୍ଟଙ୍କର ଭଉଣୀ। ପୁତ୍ର ହେଲେ ଭୂଷଣ ଭଟ୍ଟ, ପୁଲିନ ବା ପୁଲିନ୍ଦ ଭଟ୍ଟ। ଭଉଣୀ ମାଳତୀ ବାଣଙ୍କର ଦୁଇ ଭାଇ ଚିତ୍ରସେନ ଏବଂ ମିତ୍ରସେନ। ତାଙ୍କ ଭଉଣୀଙ୍କ ନାମ ହେଉଛି ମାଳତୀ। ବାଣଭଟ୍ଟ ନିଜେ ହର୍ଷଚରିତମ୍ର ପ୍ରଥମ ତିନୋଟି ଉଚ୍ଛ୍ୱାସରେ ତଥା କାଦମ୍ବରୀର ପ୍ରସ୍ତାବନାରେ ନିଜର ପରିଚୟ ପ୍ରଦାନ କରିଥିଲେ। ତାଙ୍କର ବଂଶ ହେଉଛି ବତ୍ସ ବଂଶ, ଗୋତ୍ର ବାତ୍ସ୍ୟାୟନ। ସେ ଶିବଙ୍କର ଉପାସକ ଥିଲେ। ବାଣଭଟ୍ଟଙ୍କର ରୀତି ପାଞ୍ଚାଳୀ। ରାଜା ହର୍ଷ ମହାନୟମ ଭୁଜଙ୍ଗ ବୋଲି ତାଙ୍କୁ କହିଥିଲେ। ହର୍ଷବର୍ଦ୍ଧନଙ୍କର ରାଜ୍ୟାଭିଷେକ 606 ରେ ହୋଇଥିଲା ଏବଂ ତାଙ୍କର ମୃତ୍ୟୁ 648 ରେ ହେଇଥିଲା। ହୁଏନ୍ସା 629 ରୁ 645 ରେ ଭାରତ ଭ୍ରମଣରେ ଆସିଥିଲେ। ବାଣଙ୍କର ସମୟ ସପ୍ତମ ଶତାବ୍ଦୀର ପୂର୍ବାର୍ଦ୍ଧ ବୋଲି କୁହାଯାଏ। ବାଣଭଟ୍ଟଙ୍କର କୃତି ଗୁଡ଼ିକ ହେଲା କାଦମ୍ବରୀ, ହର୍ଷଚରିତ। କାଦମ୍ବରୀ ହେଉଛି କଥା ଏବଂ ହର୍ଷଚରିତ ହେଉଛି ଆଖ୍ୟାୟିକା। ଚଣ୍ଡୀ ଶତକମ୍, ମୁକୁଟ ତାଡ଼ିତ, ପାର୍ବତୀ ପରିଣୟ ଆଦି ତାଙ୍କର କୃତି। କାଦମ୍ବରୀ ହେଉଛି କଥା କାବ୍ୟ। ସେଥିରେ ଦୁଇଟି ଖଣ୍ଡ ରହିଛି, ପୂର୍ବାର୍ଦ୍ଧ ଏବଂ ଉତ୍ତରାର୍ଦ୍ଧ। ଏହାର ପ୍ରଧାନ ରସ ହେଉଛି ଶୃଙ୍ଗାର ରସ ଏବଂ ଉପଜୀବ୍ୟ ହେଉଛି ଗୁଣାଢ୍ୟଙ୍କର ବୃହତ୍ କଥା। ତାର ନାୟକ ଚନ୍ଦ୍ରାପୀଡ଼ ବା ଶୂଦ୍ରକ, ନାୟିକା କାଦମ୍ବରୀ, ସହନାୟକ ବୈଶମ୍ପାୟନ ପୁଣ୍ଡରୀକ, ସହନାୟିକା ମହାଶ୍ୱେତା। ଏଥିରେ କାଦମ୍ବରୀରେ ତିନୋଟି ଜନ୍ମର କଥା ବର୍ଣ୍ଣିତ ହୋଇଛି। ଚନ୍ଦ୍ରାପୀଡ଼ ପ୍ରଥମ ଜନ୍ମରେ ଚନ୍ଦ୍ରମା, ଦ୍ୱିତୀୟ ଜନ୍ମରେ ଚନ୍ଦ୍ରାପୀଡ଼, ତୃତୀୟ ଜନ୍ମରେ ଶୂଦ୍ରକ। ବୈଶମ୍ପାୟନ ପ୍ରଥମ ଜନ୍ମରେ ପୁଣ୍ଡରୀକ, ତାପରେ ବୈଶମ୍ପାୟନ, ତାପରେ ଶୁକ। ପତ୍ରଲେଖା ରୋହିଣୀ ଏବଂ ପତ୍ରଲେଖା। ପ୍ରଥମ ଜନ୍ମରେ ତାଙ୍କର ନାମ ଥିଲା ରୋହିଣୀ, ତାପରେ ଦ୍ୱିତୀୟ ଜନ୍ମରେ ତାଙ୍କର ନାମ ହେଲା ପତ୍ରଲେଖା। ଇନ୍ଦ୍ରାୟୁଧ ପ୍ରଥମ ଜନ୍ମରେ ତାଙ୍କର ନାମ ଥିଲା କପିଞ୍ଜଳ, ଦ୍ୱିତୀୟ ଜନ୍ମରେ ତାଙ୍କର ନାମ ହେଲା ଇନ୍ଦ୍ରାୟୁଧ ଏବଂ ତୃତୀୟ ଜନ୍ମରେ ତାଙ୍କର ନାମ ହେଲା କପିଞ୍ଜଳ। ସେହିପରି ଚଣ୍ଡାଳ କନ୍ୟାଙ୍କର ପ୍ରଥମ ଜନ୍ମରେ ତାଙ୍କର ନାମ ଥିଲା ଲକ୍ଷ୍ମୀ ଏବଂ ତୃତୀୟ ଜନ୍ମରେ